ନମସ୍କାର ଦର୍ଶକ ବନ୍ଧୁ। ସାବିତ୍ରୀ ବ୍ରତର 30ଟି ନୀତି ନିୟମ ଆସନ୍ତୁ ଜାଣିବା। ଏହା କେବଳ ମହିଳାମାନଙ୍କ ପାଇଁ ଜରୁରୀ, ନିହାତି ଜାଣନ୍ତୁ। ନମ୍ବର 1, ସାବିତ୍ରୀ ବ୍ରତ କେଉଁ ତିଥିରେ ପଡ଼େ? ପ୍ରତିବର୍ଷ ସାବିତ୍ରୀ ବ୍ରତ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ପଡ଼ିଥାଏ। ଚଳିତ ବର୍ଷ ଜ୍ୟେଷ୍ଠ ଅମାବାସ୍ୟା 19 ମେରେ ପଡ଼ୁଛି। ନମ୍ବର 2, ସାବିତ୍ରୀ ବ୍ରତ କେଉଁମାନେ କରିପାରିବେ? ପ୍ରତ୍ୟେକ ସଧବା ନାରୀମାନେ ସାବିତ୍ରୀ ବ୍ରତ ପାଳନ କରିପାରିବେ। ନମ୍ବର 3, ସାବିତ୍ରୀ ବ୍ରତରେ କେଉଁ ରଙ୍ଗର ଶାଢ଼ୀ ଚୁଡ଼ି ପୂଜା କରାଯାଏ? ସାବିତ୍ରୀ ବ୍ରତରେ ନାଲି ରଙ୍ଗର ଶାଢ଼ୀ ଚୁଡ଼ି ପୂଜା କରାଯାଏ। ପାର୍ବତୀଙ୍କର ପୂଜା କରୁଥିଲେ କଳା ଶଙ୍ଖା ପୂଜା କରିପାରିବେ। ନମ୍ବର 4, ସାବିତ୍ରୀ ବ୍ରତରେ କେଉଁ ରଙ୍ଗର ବ୍ରତ ପୂଜା କରାଯାଏ? ହଳଦିଆ ବ୍ରତ ଏବଂ ନାଲି ରଙ୍ଗର ବ୍ରତ ପୂଜା କରିପାରିବେ। ନମ୍ବର 5, କେଉଁ ହାତରେ ସାବିତ୍ରୀ ବ୍ରତ ପିନ୍ଧିପାରିବେ? ସାବିତ୍ରୀ ବ୍ରତ ଡାହାଣ ହାତରେ ପିନ୍ଧିବା ଉଚିତ। ନମ୍ବର 6, କେଉଁ ଦେବାଦେବୀଙ୍କୁ ସାବିତ୍ରୀ ବ୍ରତରେ ପୂଜା କରାଯାଏ? ଦେବୀ ସାବିତ୍ରୀ, ମାତା ଲକ୍ଷ୍ମୀଙ୍କୁ ଏବଂ ମା ପାର୍ବତୀଙ୍କୁ ପୂଜା କରାଯାଏ ଏବଂ ପ୍ରଭୁ ନାରାୟଣ, ପ୍ରଭୁ ଶିବ ଶଙ୍କରଙ୍କର ପୂଜା କରାଯାଏ। ନମ୍ବର 7, ସାବିତ୍ରୀ ବ୍ରତରେ ଯମ ଦେବତାଙ୍କୁ ପୂଜା କରାଯାଏ କି ନାହିଁ? ରାଜା ସତ୍ୟବାନଙ୍କର ଜୀବନ ଫେରାଇ ଦେଇଥିଲେ ଧର୍ମରାଜା ଯମ। ରାଣୀ ସାବିତ୍ରୀ ସେଥିପାଇଁ ଯମ ଦେବତାଙ୍କର ପୂଜା କରିଥିଲେ। ସେଥିପାଇଁ ଧର୍ମରାଜା ଯମଙ୍କର ପୂଜା ଚାହିଁଲେ କରିପାରିବେ ସ୍ୱାମୀଙ୍କର ଦୀର୍ଘାୟୁ ପାଇଁ। ନମ୍ବର 8, କ'ଣ ପାଇଁ ସାବିତ୍ରୀ ବ୍ରତ ପାଳନ କରାଯାଏ? ସ୍ୱାମୀଙ୍କର ଦୀର୍ଘାୟୁ କାମନା ପାଇଁ ସାବିତ୍ରୀ ବ୍ରତ ପାଳନ କରାଯାଏ। ଜଣେ ସଧବା ନାରୀ ବଞ୍ଚିଥିବା ପର୍ଯ୍ୟନ୍ତ ହାତରେ ଶଙ୍ଖା ସିନ୍ଦୂର ରହିବା ପାଇଁ ଏହି ବ୍ରତ ପାଳନ କରାଯାଏ। ନମ୍ବର 9, ସାବିତ୍ରୀ ବ୍ରତରେ କ'ଣ ଖାଇବା ଉଚିତ? ସାବିତ୍ରୀ ବ୍ରତରେ ଫଳ ଖାଇପାରିବେ, ଫଳ ଜୁସ୍ କରି ପିଇପାରିବେ, ଶାଗୁ ପଣା ପିଇପାରିବେ, ଗଜାମୁଗ, ଗଜାବୁଟ ଖାଇପାରିବେ। ନମ୍ବର 10, ସାବିତ୍ରୀ ବ୍ରତରେ କ'ଣ ଖାଇବା ଅନୁଚିତ? ରନ୍ଧା ହୋଇଥିବା ଖାଦ୍ୟ, ପିଆଜ, ରସୁଣ, ଚାହା, ପିତା, କଷା, କୋଲ୍ଡ-ଡ୍ରିଙ୍କ ଇତ୍ୟାଦି ଖାଇବା ଉଚିତ ନୁହେଁ। ନମ୍ବର 11, କେଉଁଠି ସାବିତ୍ରୀ ବ୍ରତ କରାଯାଏ? ବରଗଛ ମୂଳରେ, ଘରେ କିମ୍ବା ମନ୍ଦିରରେ ପୂଜା କରାଯାଇଥାଏ। ନମ୍ବର 12, ସାବିତ୍ରୀ ବ୍ରତ ଘରେ କିପରି ପୂଜା କରାଯାଏ? ଘରେ ଶିଳରେ ହଳଦୀ ଲଗାଇ ମାଙ୍କର ଆଖି, ନାକ, ପାଟି, ମୁହଁ କରି ପ୍ରତିମୂର୍ତ୍ତି ସ୍ଥାପନ କରି ପୂଜା କରାଯାଏ କିମ୍ବା ଘଟ ସ୍ଥାପନ କରି ନଡ଼ିଆ କିମ୍ବା ପଇଡ଼ରେ ଦେବୀଙ୍କର ପ୍ରତିମୂର୍ତ୍ତି ସ୍ଥାପନା କରି ପୂଜା କରିପାରିବେ। ନମ୍ବର 13, ସାବିତ୍ରୀ ବ୍ରତରେ କେତେ ଗୋଟି ଫଳ ପୂଜା କରାଯାଏ? ସବୁ ପ୍ରକାର ଫଳରେ ପୂଜା କରାଯାଏ କିମ୍ବା ଫଳରେ ପୂଜା କରାଯାଏ। 5 ପ୍ରକାର ଫଳ ନଥିଲେ 5ଟି ଫଳରେ ପୂଜା କରିପାରିବେ। ନମ୍ବର 14, ସାବିତ୍ରୀ ବ୍ରତରେ କ'ଣ କ'ଣ ଜରୁରୀ ହୋଇଥାଏ? ଗୁଆ, ବ୍ରତ, ଅଳତା, ସିନ୍ଦୂର, ଫଳ, ଶାଢ଼ୀ, ଅରୁଆ ଚାଉଳ, ଦୀପ, ଆମ୍ବପତ୍ର, ଫୁଲ, ହଳଦୀ, କଉଡ଼ି, ବରକୋଳି ପତ୍ର, ଦୁବ, ବହି, ପିତ୍ତଳ ଥାଳି ଏବଂ ମାଟି କଳସ ବା ପିତ୍ତଳ କଳସ। ନମ୍ବର 15, ସାବିତ୍ରୀ ବ୍ରତରେ କେତୋଟି ଗଣ୍ଠି ଥାଏ? ସାବିତ୍ରୀ ବ୍ରତ ଦିନ ସାବିତ୍ରୀ ବ୍ରତ ପ୍ରତ୍ୟେକ ମହିଳାମାନେ ଧାରଣ କରିଥାନ୍ତି। ବ୍ରତରେ 7ଟି ଗଣ୍ଠି ପଡ଼ିଥାଏ ଯାହାକୁ ନାରୀମାନେ ଧାରଣ କରିଥାନ୍ତି। ବ୍ରତକୁ ହଳଦୀରେ ବୁଡ଼ାଇ ବା ହଳଦିଆ ରଙ୍ଗର ବ୍ରତ ଧାରଣ କରିବା ଉଚିତ। ନମ୍ବର 16, ସାବିତ୍ରୀ ଭାର ବାପ ଘରୁ ଆସିବା କଥା କି ନାହିଁ? ସାବିତ୍ରୀ ବ୍ରତ ସ୍ୱାମୀଙ୍କ ପାଇଁ କରାଯାଇଥାଏ। ତେଣୁ ସାବିତ୍ରୀ ବ୍ରତର ସମସ୍ତ ପୂଜା ସାମଗ୍ରୀ ସ୍ୱାମୀଙ୍କର ଘରୁ ଆଣି
ବ୍ରତ ପାଳନ କରିବା ଉଚିତ। ବାପାଙ୍କୁ କଷ୍ଟ ଦେଇ ସାବିତ୍ରୀ ବ୍ରତ ପାଳନ କଲେ ସ୍ୱାମୀଙ୍କର ଅମଙ୍ଗଳ ହୋଇଥାଏ। ମନୁଷ୍ୟମାନେ ହିଁ ଏସବୁ ତିଆରି କରିଛନ୍ତି। ଏହା ପୁରାଣ ସମ୍ମତ ନୁହେଁ। ନମ୍ବର 17 ସ୍ୱାମୀକୁ ସାବିତ୍ରୀ ପୂଜା ଦିନ ପୂଜା କରାଯାଇଥାଏ କି? ବ୍ରତ ଦିନ ସ୍ୱାମୀକୁ ସମ୍ମାନ ଦିଆଯାଏ। କଟୁ କଥା କହିବା ଉଚିତ ନୁହେଁ। ବ୍ରତ ଦିନ ସ୍ୱାମୀଙ୍କର ପୂଜା ନୁହେଁ, ତାଙ୍କର ଆଶୀର୍ବାଦ ଦରକାର ହୋଇଥାଏ। ନମ୍ବର 18 ବ୍ରତ ଦିନ କ'ଣ କରିବା ଉଚିତ ନୁହେଁ? ସ୍ୱାମୀ ସ୍ତ୍ରୀ ସଙ୍ଗ କରିବା, ହାତରୁ ଚୁଡ଼ି ଉତାରିବା, କଟୁ କଥା କହିବା, ଶାଶୁ ଶ୍ୱଶୁରଙ୍କୁ ନ ମାନିବା, ମଙ୍ଗଳସୂତ୍ର ଉତାରିବା, ପିଲାମାନଙ୍କୁ ବାଡ଼େଇବା ଏସବୁ କାର୍ଯ୍ୟ କରାଯାଏ ନାହିଁ। ନମ୍ବର 19 ଛୁତକ ଏବଂ ମୃତକ ସମୟରେ ବ୍ରତ କରାଯାଏ କି ନାହିଁ? ଛୁତକ ମୃତକ ସମୟରେ ବ୍ରତ କରାଯାଇ ନଥାଏ, କାରଣ ଏ ସମୟରେ ଶରୀର ଅଶୁଦ୍ଧ ରହିଥାଏ। ଛୁତକ ସମୟରେ ଶାଢ଼ୀ, ଚୁଡ଼ି, ପୂଜା ସାମଗ୍ରୀକୁ ନ ଛୁଇଁ ଅନ୍ୟ କେହି ପୂଜା କରି ପ୍ରସାଦ ଖାଇପାରିବେ। ମୃତକ ସମୟରେ ପୂଜା କରାଯାଏ ନାହିଁ କି ପ୍ରସାଦ ସେବନ ମଧ୍ୟ କରାଯାଏ ନାହିଁ। ନମ୍ବର 20 ଗର୍ଭବତୀ ମହିଳାମାନେ ସାବିତ୍ରୀ ବ୍ରତ କରିପାରିବେ କି ନାହିଁ? ଗର୍ଭବତୀ ମହିଳାମାନେ ବ୍ରତ କରିପାରିବେ, କିନ୍ତୁ ଉପବାସ କରି ନୁହେଁ। ଖାଇ ପିଇକି ବ୍ରତ ପାଳନ କରିପାରିବେ। ସମସ୍ତ ଫଳମୂଳ, ପରଟା, ଉପମା ଇତ୍ୟାଦି ଖାଇପାରିବେ, କିନ୍ତୁ ଆମିଷ, ପିଆଜ ରସୁଣ, ଉଷୁନା, ପିତା, କଷା ଆଦି ଖାଇବେ ନାହିଁ। ନମ୍ବର 21 ମାସିକ ଧର୍ମ ସମୟରେ ବ୍ରତ କରିପାରିବେ କି ନାହିଁ? ମାସିକ ଧର୍ମ ସମୟରେ ବ୍ରତ କରିପାରିବେ, କିନ୍ତୁ କୌଣସି ପୂଜା ସାମଗ୍ରୀକୁ ଛୁଇଁବେ ନାହିଁ କି ପୂଜା କରିବେ ନାହିଁ। କେବଳ ପୂଜା ସରିବା ପରେ ପ୍ରସାଦ ସରିବା ପରେ ଛୁଇଁବେ। ଖାଇପାରିବେ। ଘରର ଅନ୍ୟ ଜଣେ ସଦସ୍ୟ କିମ୍ବା ସ୍ୱାମୀଙ୍କ ଦ୍ୱାରା ପୂଜା କରାଇ ଆଣିପାରିବେ। ନମ୍ବର 22 ସାବିତ୍ରୀ ବ୍ରତ ପ୍ରଥମ କରି କେବେ କରାଯାଇଥାଏ? ବିବାହର ପ୍ରଥମ ବର୍ଷରୁ ହିଁ ସାବିତ୍ରୀ ବ୍ରତ କରାଯାଏ। ଯଦି ପ୍ରଥମ ବର୍ଷ ବ୍ରତ କରିବା ସମୟରେ ଋତୁସ୍ରାବ ହୋଇଥାଏ କିମ୍ବା ଛୁତକ କି ମୃତକ ହୋଇଥାଏ, ତେବେ ବିବାହର ପ୍ରଥମ ବର୍ଷ ପୂଜା ନ କରି ପର ବର୍ଷ ଠାରୁ ଆରମ୍ଭ କରିପାରିବେ। ନମ୍ବର 23 ସାବିତ୍ରୀ ବ୍ରତ ଦିନ କେଉଁ ଠାକୁରଙ୍କୁ ଦର୍ଶନ କରିବା ଭଲ ହୋଇଥାଏ? ଶଙ୍କର ଏବଂ ପାର୍ବତୀ, ଲକ୍ଷ୍ମୀ ଏବଂ ନାରାୟଣଙ୍କର ଯୁଗଳ ଦର୍ଶନ କଲେ ଶୁଭ ହୋଇଥାଏ। ନମ୍ବର 24 ସାବିତ୍ରୀ ବ୍ରତ କେଉଁ ଦିନ ଉତୁରାଯାଏ? ବ୍ରତ ସରିବାର ପରଦିନ ଗାଧୋଇ ସାରି ଘର ଠାକୁରଙ୍କର ପୂଜା ସରିବା ପରେ ବ୍ରତକୁ ଉଝେଇ ପାରିବେ। ନମ୍ବର 25 ପୂଜା ସରିବା ପରେ କ'ଣ କରିବା ଉଚିତ? ପୂଜା କରି ଆଣିଥିବା ଶାଢ଼ୀ, ଶଙ୍ଖା, ସିନ୍ଦୁର, ଅଳତା ପିନ୍ଧି ସ୍ୱାମୀଙ୍କଠାରୁ ଏବଂ ଘରର ସମସ୍ତ ସଦସ୍ୟଙ୍କଠାରୁ ଆଶୀର୍ବାଦ ନେବା ଉଚିତ। ସ୍ୱାମୀ ଯଦି ନିଜ ଇଚ୍ଛାରେ ପ୍ରସାଦ ଖୁଆଇ ବ୍ରତ ଭାଙ୍ଗନ୍ତି, ତେବେ ବହୁତ ଶୁଭ ହୋଇଥାଏ ଏବଂ ସାବିତ୍ରୀ ବ୍ରତ ଦିନ ଯଦି ସିନ୍ଦୁର, ଶଙ୍ଖା ପିନ୍ଧାଇ ଦିଅନ୍ତି, ତେବେ ବହୁତ ଶୁଭ ହୋଇଥାଏ। ଭିଡ଼ିଓଟି ଯଦି ଭଲ ଲାଗିଥାଏ, ଲାଇକ୍, ସେୟାର, କମେଣ୍ଟ କରିବା ପାଇଁ ଜମାରୁ ଭୁଲିବେନି। ଚ୍ୟାନେଲରେ ଯେଉଁମାନେ ନୂଆ ଅଛନ୍ତି, ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜି ପାଇଁ ଏତିକି। ରହିଲି। ଧନ୍ୟବାଦ।